Hello everyone, welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଆଣ୍ଟୋନିଓ ଗ୍ରାମ୍ସି, ଯିଏକି ଜଣେ ଇଟାଲୀୟ ମାର୍କ୍ସବାଦୀ ଦାର୍ଶନିକ ଥିଲେ। ସେ ଲେଜିଟିମେସି, ଯାହାକି ଆମେ ଓଡ଼ିଆରେ କହୁଛୁ ବୈଧତା, ତା ଉପରେ ତାଙ୍କର ମତ କ'ଣ ଥିଲା ବା ଚିନ୍ତାଧାରା କ'ଣ ଥିଲା, ସେ ବିଷୟରେ ଆମେ ଆଜିର ଏହି ଭିଡ଼ିଓରେ ଆଲୋଚନା କରିବା। ଗ୍ରାମ୍ସି ଲେଜିଟିମେସି ବା ବୈଧତା ଉପରେ କହିଲେ ଯେ ଯଦି ଆମେ ଗୋଟେ ପୁଞ୍ଜିବାଦୀ ସମାଜକୁ ଆମେ ସମୀକ୍ଷା ଯଦି କରିବା ବା ତାକୁ ତର୍ଜମା କରିବା, ତାହେଲେ ଆମେ ଜାଣିପାରିବା ଯେ କେମିତି ଗୋଟିଏ ପୁଞ୍ଜିବାଦୀ ସମାଜରେ ହେଜିମନି ବା ଆଧିପତ୍ୟର ପ୍ରଭାବ ରହିଥାଏ ଏବଂ ସେହି ପ୍ରଭାବ କାହା ଉପରେ ମୁଖ୍ୟତଃ ପର୍ଯ୍ୟବେସିତ ହୋଇଥାଏ? ସଂସ୍କୃତି ଉପରେ। ସଂସ୍କୃତି ବା ପରମ୍ପରା ତା ଉପରେ କେମିତି ପୁଞ୍ଜିବାଦୀ ମାନଙ୍କର ବା ପୁଞ୍ଜିପତି ମାନଙ୍କର ଆଧିପତ୍ୟ ରହୁଛି, ସେଇ ଧାରଣା ବିଷୟରେ ସେ ଆଲୋଚନା କରିଛନ୍ତି। ତାହେଲେ ସେ ଲେଜିଟିମେସି ବା ବୈଧତାର ଏଠି ମାନେ ବୈଧତା ବିଷୟରେ ଆମେ ଆଲୋଚନା କାହିଁକି କରୁଛେ? ସେ ତ ପ୍ରାଧାନ୍ୟ ବା ଆଧିପତ୍ୟ ବିଷୟରେ କହିଛନ୍ତି, ବୈଧତା ବିଷୟରେ କାହିଁକି ଆଲୋଚନା କରୁଛେ? ବୈଧତା ବିଷୟରେ ଆମେ ଏଇଥିପାଇଁ ଆଲୋଚନା କରୁଛେ କାହିଁକି ନା ଆଣ୍ଟୋନିଓ ଗ୍ରାମ୍ସି କହିଥିଲେ ଯେ କେମିତି ଆଧିପତ୍ୟକୁ ବୈଧତାର ସହିତ କାର୍ଯ୍ୟକାରୀ କରାଯାଇଥାଏ। ମାନେ ଆମେ ଜଣକୁ ଆଧିପତ୍ୟ ଜାହିର କରିବା କିନ୍ତୁ ଅବୈଧ ଭାବରେ ନୁହଁ, କିନ୍ତୁ ବୈଧ ଭାବରେ। କେମିତି ବୈଧ ଭାବରେ ବା କେମିତି ଆଇନଗତ ଅନୁସାରେ ବା କେମିତି ଅନ୍ୟମାନଙ୍କର ସହମତି ଅନୁସାରେ ଆମେ ଆମର ଆଧିପତ୍ୟକୁ ଜାହିର କରୁଛୁ, ତାକୁ ସେ ବର୍ଣ୍ଣନା କରିଥିଲେ। ସେଇଟା ହେଉଛି ବୈଧତା। ତ ସେ କହିଲେ ଯେ ପୁଞ୍ଜିବାଦ ସମାଜର କିଛି ସଂଗଠନ ଅଛି। ଦୁଇ ପ୍ରକାର ସଂଗଠନ ଅଛି। ତ ସେ ଦୁଇ ପ୍ରକାର ସଂଗଠନ ଭିତରୁ ସର୍ବୋଚ୍ଚ ସଂଗଠନ କ'ଣ ଏବଂ এই ସର୍ବୋଚ୍ଚ ସଂଗଠନ ଗୁଡ଼ିକ କେମିତି ଦୁଇଟି ସ୍ତରରେ କାର୍ଯ୍ୟ କରିଥାଏ, ଯାହାଦ୍ୱାରା କି ସେମାନେ ସମାଜ ଉପରେ ବା ରାଷ୍ଟ୍ରର ନାଗରିକମାନଙ୍କ ଉପରେ ସମସ୍ତଙ୍କ ଉପରେ କେମିତି ନିଜର ଆଧିପତ୍ୟତାକୁ ବିସ୍ତାର କରି ରଖିଥାନ୍ତି। ସେ କହିଲେ ରାଜନୈତିକ ସମାଜ ବା ରାଷ୍ଟ୍ର ଯିଏକି ଏହାର ଆଧିପତ୍ୟ ବଜାୟ ରଖିବା ପାଇଁ ବଳ ପ୍ରୟୋଗ କରିଥାଏ। ରାଷ୍ଟ୍ର ହେଉଛି ଗୋଟେ କ'ଣ? ରାଷ୍ଟ୍ର ହେଉଛି ଗୋଟେ ରାଜନୈତିକ ସମାଜ। ଠିକ୍ ଅଛି। ଏଇ ରାଷ୍ଟ୍ର ମାଧ୍ୟମରେ ପୁଞ୍ଜିବାଦୀମାନେ ବା ପୁଞ୍ଜିପତିମାନେ କ'ଣ କରିଥାନ୍ତି? ସେମାନେ ନାଗରିକମାନଙ୍କ ଉପରେ ବା ଲୋକମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥାନ୍ତି। ରାଷ୍ଟ୍ର ହେଉଛି ଗୋଟେ ରାଜନୈତିକ ସମାଜ ଏବଂ ରାଷ୍ଟ୍ର ମାଧ୍ୟମରେ ତାକୁ ନିଜର ଆଧିପତ୍ୟକୁ ବିସ୍ତାର କରିଥାନ୍ତି। ଆଧିପତ୍ୟକୁ କେମିତି ଦବଦବା ବା ସେମାନଙ୍କର ବିସ୍ତାର କରିଥାନ୍ତି? ପୋଲିସ, ଜେଲ, ନ୍ୟାୟାଳୟ, ଠିକ୍ ଅଛି, ଏବଂ ଆମର ବ୍ୟୁରୋକ୍ରାଟ୍ସ, ଏମାନେ ହେଉଛନ୍ତି ରାଜନୈତିକ ସମାଜ ବା ରାଷ୍ଟ୍ରର ଯାହାକି ଗୋଟିଏ ଅନୁଷ୍ଠାନ ଆମେ ଜାଣିଛୁ। ଏଇ ରାଷ୍ଟ୍ର ଦ୍ୱାରା ସେମାନେ ବିଭିନ୍ନ ମାଧ୍ୟମରେ ବିଭିନ୍ନ ପ୍ରକାରରେ ସେମାନେ ଲୋକମାନଙ୍କ ଉପରେ ବଳ ପ୍ରୟୋଗ କରିଥାନ୍ତି, ଯଦ୍ୱାରା କି ଲୋକମାନେ ଭୟଭୀତ ହୋଇକି ରାଷ୍ଟ୍ରକୁ ସମସ୍ତେ ମାନନ୍ତି। କାହିଁକିନା ଯଦି ଆମେ ରାଷ୍ଟ୍ରକୁ ଯଦି ମାନିବାନି, ତାହେଲେ ଆମେ ସମସ୍ତେ ଦଣ୍ଡିତ ହେବା ଏବଂ ଆମେ ସମସ୍ତେ ମାନେ କ'ଣ ବନ୍ଦୀ ଆକାରରେ ଜେଲରେ ଆମେ ରହିବା। ତେଣୁ ସମସ୍ତଙ୍କର ଭୟ ହେଉଛି ଯେ ରାଷ୍ଟ୍ର ଯେଉଁ ଆଇନ କହିଛି, ରାଷ୍ଟ୍ର ଯେଉଁ ବିଧିବିଧାନ କରିଛି, ସେଗୁଡ଼ାକୁ ଆମେ ମାନିବା ଦରକାର। ଯଦି ରାଷ୍ଟ୍ରକୁ ନ ମାନିବା, ତାହେଲେ ପୁଲିସ ଆମକୁ ବାଡ଼େଇବ ବା ପୁଲିସ ଆମକୁ ଦଣ୍ଡ ଦେବ ଏବଂ ନ୍ୟାୟାଳୟ ମଧ୍ୟ ଆମକୁ ଦୋଷୀ ସାବ୍ୟସ୍ତ କରିବ। ତେଣୁ ଏଗୁଡ଼ିକ ହେଉଛି ରାଷ୍ଟ୍ର ଦ୍ୱାରା କେମିତି ଆଧିପତ୍ୟ ବିସ୍ତାର କରାଯାଏ ବା ଆଧିପତ୍ୟ ଜାହିର କରାଯାଏ ବଳ ପ୍ରୟୋଗ କରିକି। ପୋଲିସ ମାଧ୍ୟମରେ, ନ୍ୟାୟାଳୟ ମାଧ୍ୟମରେ, ଜେଲ ମାଧ୍ୟମରେ କେମିତି ରାଷ୍ଟ୍ର ଲୋକମାନଙ୍କ ଉପରେ ନିଜର ଭୟକୁ ଭୟ ଦେଖାଇଥାଏ, ତାଦ୍ୱାରା ଲୋକମାନଙ୍କ ଉପରେ କଣ୍ଟ୍ରୋଲ କରିଥାଏ। ଏଇଟା ହେଉଛି କ'ଣ? ରାଷ୍ଟ୍ରକୁ ଆମେ ସମସ୍ତେ ମାନୁଛୁ, ରାଷ୍ଟ୍ର ହେଉଛି ସବୁଠୁ ବଢ଼ିଆ ଅନୁଷ୍ଠାନ, ଆମ ପାଇଁ ଏଇଟା ଆମର ଆବଶ୍ୟକତା ପାଇଁ এই ଅନୁଷ୍ଠାନଟି ଗଠନ କରାଯାଇଛି। ତେଣୁ ଆମେ ଏଇଟାକୁ ରାଷ୍ଟ୍ରର ଶାସନକୁ, ରାଷ୍ଟ୍ରର ଆଇନକୁ, ରାଷ୍ଟ୍ରର ନୀତିକୁ ଆମେ ଗ୍ରହଣ କରିଥାଉଛୁ। ଏଇଟା ହେଉଛି କ'ଣ? ରାଷ୍ଟ୍ରର ଆଇନ ହେଉଛି ଗୋଟେ ବୈଧ ନୀତି ବା ବୈଧ ଶାସନ ବ୍ୟବସ୍ଥା। ତେଣୁ ଏଭଳି ଭାବରେ ପରୋକ୍ଷ ଭାବରେ ପୁଞ୍ଜିପତିମାନେ ବା ପୁଞ୍ଜିପତି ସମାଜରେ ଆମେ ଦେଖୁଛୁ ରାଷ୍ଟ୍ରକୁ ଆୟୁଧ କରି ବା ରାଷ୍ଟ୍ରକୁ ଗୋଟେ ମାଧ୍ୟମ ଭାବେ ଗ୍ରହଣ କରି କେମିତି କ'ଣ ଆଧିପତ୍ୟ ଜାହିର କରାଯାଏ। ଏଇଟା ହେଉଛି ଗୋଟିଏ। ତାପରେ ଆମେ ଦେଖିବା, ଏଇଟା ତ ହେଲା ଆମର ରାଜନୈତିକ ସମାଜ। ଆଉ ଗୋଟିଏ ସମାଜ ବି ଅଛି, ସେଇଟା ହେଉଛି ଗୋଟେ ବୃହତ୍ତର ସମାଜ। ସେ ସମାଜଟା କ'ଣ ବର୍ତ୍ତମାନ ଆମେ ଦେଖିବା। ଦ୍ୱିତୀୟ ସ୍ତର କ'ଣ? ଦ୍ୱିତୀୟ ସ୍ତର ହେଉଛି ସଭ୍ୟ ସମାଜ। ସଭ୍ୟ ସମାଜ ନାଗରିକମାନଙ୍କ ମତାମତ ପ୍ରାପ୍ତ ହୋଇ ନିଜର ପ୍ରଭାବ ବା ଆଧିପତ୍ୟକୁ ବିସ୍ତାର କରିଥାଏ। ବୃହତ୍ ସଂଗଠନର ଏହି ଅଂଶଟି ଭିତ୍ତିଭୂମି ସହିତ ଅଧିକ ସମ୍ପର୍କିତ ହୋଇଥାଏ।
ଏବଂ ଆପାତତଃ ସ୍ୱୟଂଶାସିତ ଅଟେ। ସଂଗଠନ ସହିତ ଜଡ଼ିତ ହୋଇଥିବା ଏହି ଅଂଶକୁ ବୈଧତାର ସଂଗଠନ ବୋଲି କୁହାଯାଏ। ଗ୍ରାମ୍ସି ଏହି ବୃହତ୍ ସଂଗଠନର ଅଂଶଟି ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ଗ୍ରାମ୍ସିଙ୍କ ମତରେ ସଭ୍ୟ ସମାଜର ଏହି ଅନୁଷ୍ଠାନ ପରିବାର, ବିଦ୍ୟାଳୟ, ଗିର୍ଜା ନାଗରିକମାନଙ୍କୁ ଆଇନର ବ୍ୟବହାର ବିଷୟରେ ପରିଚିତ କରାଏ ଏବଂ ଶାସକ ଗୋଷ୍ଠୀ ଓ ଅଧିକାରୀ ଓ କର୍ତ୍ତୃତ୍ୱମାନଙ୍କୁ ଯଥା ସମ୍ମାନ ପ୍ରଦର୍ଶନ କରିବା ପାଇଁ ଶିକ୍ଷା ପ୍ରଦାନ କରିଥାଏ। ତ ଏଠାରୁ ଆମେ କ'ଣ ଜାଣିବାକୁ ପାଇଲେ? ଆମେ ଜାଣିବାକୁ ପାଇଲେ ଯେ ପ୍ରଥମେ ଅଛି ସଭ୍ୟ ସମାଜ ମାନେ କ'ଣ? ସଭ୍ୟ ସମାଜ ବା ନାଗରିକ ସମାଜ ଆମେ କାହାକୁ କାହାକୁ କହିଥାଉ? ଆମ ପରିବାରକୁ, ବିଦ୍ୟାଳୟ, ଗିର୍ଜା, ଠିକ୍ ଅଛି, କ୍ଲବ୍, ତାପରେ ଚଳଚ୍ଚିତ୍ର, ଏଗୁଡ଼ିକ ମାଧ୍ୟମରେ, ୟୁନିଭର୍ସିଟି, ଏଗୁଡ଼ିକ ମାଧ୍ୟମରେ ଆମେ ଏଗୁଡ଼ିକକୁ ନେଇକି ସଭ୍ୟ ସମାଜ ଗଠିତ ହୋଇଥାଏ। ଯେଉଁଠାରେ କି ଆମେ ସଂସ୍କୃତିକରଣ ବା ଆମ ସାମାଜିକୀକରଣ ହୋଇଥାଏ। ଆମେ ସମାଜର ବିଭିନ୍ନ ଜିନିଷ ଶିଖିଥାଉ। ସଂସ୍କୃତିର ବିଭିନ୍ନ ଜିନିଷ, ପରମ୍ପରାର ବିଭିନ୍ନ ଜିନିଷ ଆମେ ପରିବାରରୁ ଶିଖୁଛୁ, ଆମେ ସ୍କୁଲରୁ ଶିଖୁଛୁ ଏବଂ ଆମେ ସିନେମାରୁ ଶିଖୁଛୁ, ବିଭିନ୍ନ ଜାଗାରୁ ଶିଖୁଛୁ। ଏଗୁଡ଼ିକକୁ ସମସ୍ତଙ୍କୁ ପରିବାର, ବିଦ୍ୟାଳୟ, ଗିର୍ଜା, ସିନେମା ହଲ୍ ଏବଂ ବୁଦ୍ଧିଜୀବୀ ସମସ୍ତଙ୍କୁ ଆମେ କ'ଣ କହୁଛୁ? ସଭ୍ୟ ସମାଜ ବୋଲି କହୁଛୁ। ହେଲେ ଏ ସଭ୍ୟ ସମାଜ ବାସ୍ତବରେ ଏଟାକୁ ଆମେ କ'ଣ କହୁଛୁ? ଗୋଟେ ବୈଧ ସମାଜ ବୋଲି କହୁଛୁ। ଏବଂ ଏଇ ବୈଧ ସମାଜ ଏହା କ'ଣ କରିଥାଏ? ଆମକୁ ଶିକ୍ଷା ଦେଇଥାଏ ଯେ ଆମେ କର୍ତ୍ତୃତ୍ୱକୁ ଯଦି ମାନିବା ତାହେଲେ ସେଇଟା ଆମ ପାଇଁ ବହୁତ ଲାଭଦାୟକ ବା ସେଇଟା ମାନିବା ଆମେ ଉଚିତ, ଏଭଳି ଆମକୁ ଜ୍ଞାନ ଦେଇଥାନ୍ତି। ଯେମିତିକି ପରିବାରରେ ଆମକୁ କୁହାଯାଏ ଯେ ଆମେ ଆମ ଦେଶର ଶାସକମାନଙ୍କୁ ଆମେ ସମ୍ମାନ ଦେବା, ଯେଉଁମାନେ କି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଅଛନ୍ତି, ଯେଉଁମାନେ କି ଶାସନ କଳର ଦାୟିତ୍ୱ ନେଇଛନ୍ତି, ସେମାନଙ୍କୁ ଆମେ ବା ସରକାରଙ୍କୁ ଆମେ ସମ୍ମାନ ଦେବା ଉଚିତ। ବିଦ୍ୟାଳୟରେ ମଧ୍ୟ ଆମକୁ ଶିଖାଯାଏ ଆମର ଯେତେ ସବୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଅଛି, ଏହିସବୁ ଧାର୍ମିକ ଅନୁଷ୍ଠାନ ହେଉଛି ଗୋଟେ ସାମାଜିକ ଅନୁଷ୍ଠାନ। ପରିବାର ହେଉଛି ଗୋଟେ ସାମାଜିକ ଅନୁଷ୍ଠାନ। ତେଣୁ ଏହିସବୁ ସାମାଜିକ ଅନୁଷ୍ଠାନ, ସେ ପରିବାର ହେଉ, ଧାର୍ମିକ ଅନୁଷ୍ଠାନ, ଗିର୍ଜା ବା ମନ୍ଦିର ହେଉ, ବିଦ୍ୟାଳୟ ହେଉ, ଶିକ୍ଷାନୁଷ୍ଠାନ, ଏଗୁଡ଼ିକ ଯେହେତୁ ଆମର ସଭ୍ୟ ସମାଜର ଅନ୍ତର୍ଭୁକ୍ତ, ଏହି ସମସ୍ତ ସାମାଜିକ ଅନୁଷ୍ଠାନ ଆମ ସମସ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ଶିକ୍ଷା ଦେଇଥାଏ ଯେ ଆମେ କେମିତି ବିଭିନ୍ନ ଶାସକ ଗୋଷ୍ଠୀ ବା ଅଧିକାରୀ ଓ କର୍ତ୍ତୃପକ୍ଷମାନଙ୍କୁ ଆମେ କ'ଣ ସମ୍ମାନ ପ୍ରଦର୍ଶନ କରିବା। ସେମାନେ ଭୁଲ କରନ୍ତୁ କିମ୍ବା ଠିକ୍ କରନ୍ତୁ, ସେମାନଙ୍କର ଭୁଲକୁ ଆମେ ସବୁବେଳେ କହୁଛୁ ନା, ସେଇଟା ସେମାନେ କେବେ ବି ଭୁଲ କରିପାରିବେନି, ସେମାନେ ସର୍ବଦା ଠିକ୍ ହିଁ କରିଥାନ୍ତି। ଏଭଳି ଆମର ଗୋଟେ ଧାରଣା ମନରେ ଆସିଥାଏ। କାହିଁକିନା ଏଇଟା ଆମକୁ ଶିଖାଯାଏ ଯେ ଯେଉଁମାନେ କି ବଡ଼ ଲୋକ, ଯେମିତିକି ବଡ଼ ଲୋକମାନେ କେବେ ଭୁଲ କରନ୍ତିନି, ବଡ଼ ଲୋକମାନଙ୍କୁ ଜବାବ ନାହିଁ, ସ୍ୱର୍ଗକୁ ନିଶୁଣି ନାହିଁ, ବଡ଼ ଲୋକକୁ ଉତ୍ତର ନାହିଁ ବା ଜବାବ ନାହିଁ, ଏଭଳି ଆମକୁ ଶିଖାଯାଏ। ତା ଦ୍ୱାରା ଆମେ କ'ଣ କହୁଛୁ ଯେ ସରକାର ଯାହା କହିଲା ଠିକ୍, ଆମ ସାର୍ ମାନେ ଯାହା କହିଲେ ଠିକ୍, ଯଦି ପୁରୋହିତ ଯାହା କହିଲେ ଠିକ୍। ତ ଏଇଟା ଆମକୁ ଶିକ୍ଷା ଦିଆଯାଉଛି। ତେଣୁ ଏଇଟା ଆମେ ସବୁ ସମାଜରେ ଶିଖୁଛୁ। ତେଣୁ ସମାଜ ଯେତେବେଳେ ଶିଖୁଛୁ ଆମେ କହୁଛୁ ଯେ ନା, ଆମେ ଶାସକ ଗୋଷ୍ଠୀମାନେ ଯାହା କହୁଛନ୍ତି ଠିକ୍। ତେଣୁ ଆମେ ଆଉ କୌଣସି ପ୍ରଶ୍ନ ପଚାରୁନୁ, ୟାଦ୍ୱାରା କେମିତି ଆମ ଉପରେ ଆଧିପତ୍ୟକୁ ଜାହିର କରାଯାଏ। ଶାସକ ଯାହା ଚାହିଁବେ ସେଗୁଡ଼ିକ ଆମେ କରିବାକୁ ବାଧ୍ୟ ହେଉଛୁ। ଏହି ସଂଗଠନ ପୁଞ୍ଜିବାଦୀ ଶ୍ରେଣୀଙ୍କର ଶାସନକୁ ବୈଧ ବୋଲି ଗ୍ରହଣ କରେ। ଏପରିକି ଏହି ଶାସନ ବ୍ୟବସ୍ଥାରେ କୌଣସି ଅନ୍ୟାୟ ହେଲେ ବି ତାହା ନ୍ୟାୟ ବୋଲି ଗ୍ରହଣ କରାଯିବ। ତେଣୁ ଏହାକୁ ବୈଧ ସଂଗଠନ ବୋଲି ବିବେଚନା କରାଯାଏ। ସେହି ସଂଗଠନ ପୁଞ୍ଜିବାଦୀ ସମାଜକୁ ଏପରି କାର୍ଯ୍ୟ କରିବାକୁ ସାମର୍ଥ୍ୟ ଦିଅନ୍ତି ଯେ ଏହା ଜଣାପଡ଼େ ଯେ ଶାସକ ଗୋଷ୍ଠୀ ଲୋକମାନଙ୍କର ମତ ବା ସହମତିରେ ଶାସନ କରୁଛନ୍ତି। ପ୍ରଜାମାନଙ୍କର ମତ ଅନୁସାରେ ଯେତେବେଳେ କ୍ଷମତା ଆପାତତଃ କାର୍ଯ୍ୟକାରୀ ହୁଏ ତାହାକୁ ଆଧିପତ୍ୟ ବୋଲି କୁହାଯାଏ। ଏଇଟା ତମର କୋଶ୍ଚିନ୍ ଯଦି ଆସେ 3 ମାର୍କର, ଆଧିପତ୍ୟ କ'ଣ ବା ଆଧିପତ୍ୟ କାହାକୁ କୁହାଯାଏ, ତାହେଲେ ଏଇ ଉତ୍ତର ଲେଖିବ ଯେ ଯେତେବେଳେ କି ବିଭିନ୍ନ ସଂଗଠନ ଗୁଡ଼ିକ ସମାଜର ବିଭିନ୍ନ ମତାମତକୁ ସେମାନେ ପ୍ରଭାବିତ କରିଥାନ୍ତି ଏବଂ ଶାସକ ଗୋଷ୍ଠୀଙ୍କ ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକୁ ମାନିବା ଆମେ ଉଚିତ ବୋଲି ଆମକୁ ଶିକ୍ଷାଦାନ କରନ୍ତି ଏବଂ ସେମାନଙ୍କର ଶାସନ ବ୍ୟବସ୍ଥାକୁ ଆମେ ସହମତି ପ୍ରକାଶ କରିବା ଦରକାର ବୋଲି ଯେତେବେଳେ ଆମକୁ କହନ୍ତି, ତେଣୁ ସେମାନଙ୍କର ଶାସନ ବ୍ୟବସ୍ଥାକୁ ଯେତେବେଳେ ଆମେ ଉଚିତ ବା ବୈଧ ବୋଲି ଆମେ ଗ୍ରହଣ କରୁ ତାକୁ ଆମେ ଆଧିପତ୍ୟ ବୋଲି କହିଥାଉ। ଏଇଟା ହେଉଛି ଗୋଟେ ସାଧାରଣ ଅର୍ଥରେ ଆମେ ବୁଝିବା। ଗ୍ରାମ୍ସ୍କି କହିଛନ୍ତି ପୁଞ୍ଜିବାଦ ସମାଜରେ ବୈଧତାର ଏହି ସଂଗଠନ ମାନେ କ'ଣ? ସଭ୍ୟ ସମାଜ କର୍ତ୍ତୃତ୍ୱ ପ୍ରତି ଆସୁଥିବା ଯେକୌଣସି ଆହ୍ୱାନକୁ ପ୍ରତିରୋଧ କରିପାରେ। ତେଣୁ ପୁଞ୍ଜିବାଦ ସମାଜ ଏହି ସଂଗଠନ ଗୁଡ଼ିକର ଦକ୍ଷତା ଉପରେ ନିର୍ଭର କରେ ଏବଂ ନିଜକୁ ସେହି ଅନୁସାରେ ଦୃଢ଼ କରିଥାଏ। ରାଜନୈତିକ ସମାଜକୁ ଯେତେବେଳେ ନାଗରିକ ସମାଜ ସୁରକ୍ଷା ଦେଇପାରେ ନାହିଁ
ସେତେବେଳେ ଏହା ବଳପୂର୍ବକ ସଂଗଠନ ଯଥା ପୋଲିସ, ନ୍ୟାୟାଳୟ ଓ ଜେଲର ବ୍ୟବହାର କରିଥାଏ। ତ ଏଠି କୁହାଯାଉଛି ଯେ ପୁଞ୍ଜିବାଦୀ ବା ପୁଞ୍ଜିବାଦୀ ସମାଜ ସବୁବେଳେ ଚେଷ୍ଟା କରିଥାଏ ଯେ ଏଇ ଯେଉଁ ସଭ୍ୟ ସମାଜ ଅଛି, ଯାହାକୁ କି ସେ ଗୋଟେ ସର୍ବୋଚ୍ଚ ସଂଗଠନ ବୋଲି କହିଛନ୍ତି, ସେଇ ସଂଗଠନ ଗୁଡ଼ିକ ଦ୍ୱାରା ସେ ଚେଷ୍ଟା କରିଥାଏ ନିଜର ଶାସନକୁ କାର୍ଯ୍ୟକାରୀ କରିବା ପାଇଁ। ଯଦି ଏମାନେ ଫେଲ୍ ହେଇଯାଆନ୍ତି, ସେତେବେଳେ ରାଜନୈତିକ ସମାଜକୁ ନାଗରିକ ସମାଜ ଯେତେବେଳେ ସୁରକ୍ଷା ଦେଇପାରେନି, ସେହି ସମୟରେ ସେମାନେ ବଳ ପ୍ରୟୋଗ କରିଥାନ୍ତି। ବଳ ପ୍ରୟୋଗ କାହା ଦ୍ୱାରା କରିଥାନ୍ତି? ପୋଲିସ, ନ୍ୟାୟପାଳିକା ଓ ଜେଲ୍ ମାଧ୍ୟମରେ। ଏହି ବିଶ୍ଳେଷଣ ଆମକୁ ନିମ୍ନ ସିଦ୍ଧାନ୍ତ ଦିଗକୁ ନିଏ ଯେ କମ୍ୟୁନିଷ୍ଟବାଦୀ ଆନ୍ଦୋଳନ କେବଳ ପୁଞ୍ଜିବାଦୀ ସମାଜକୁ ସମାପ୍ତ କଲେ ହେବ ନାହିଁ, ବରଂ ଏହାକୁ ସମୃଦ୍ଧ କରୁଥିବା ବା ବଳ ଯୋଗାଉଥିବା ଗୋଷ୍ଠୀଙ୍କର ଅନ୍ତଃ ବା ପରିସମାପ୍ତି ଆଣିବା ଆବଶ୍ୟକ। ସମାଜବାଦୀ ଉତ୍ପାଦନ ପ୍ରଣାଳୀ ଓ ବ୍ୟବସ୍ଥାରେ ମଧ୍ୟ ନାଗରିକ ସମାଜ ଅନୁଷ୍ଠାନ ନାମରେ ଏକ ମୂଲ୍ୟବୋଧ ଭିତ୍ତିକ ସଂସ୍ଥା ବଞ୍ଚି କରି ରୁହେ। ସାମାଜିକ ବ୍ୟବସ୍ଥାର ସଂସ୍କୃତି ବା ମୂଲ୍ୟବୋଧକୁ ପରିବର୍ତ୍ତନ କରି ଲୋକମାନଙ୍କ ମଧ୍ୟରେ ସମାଜବାଦର ମୂଲ୍ୟବୋଧ ପ୍ରବେଶ କରାଇବା ପାଇଁ ସଦ୍ୟ ଉଦ୍ୟମ ଆବଶ୍ୟକ। ଗ୍ରାମସିଙ୍କ ମତରେ ପୁଞ୍ଜିବାଦର ପାଉଁଶରୁ ଆପେ ଆପେ ବାସ୍ତବ ସମାଜବାଦ ଜନ୍ମ ହେବ ବୋଲି ଭାବିବା ଏକ ନିରର୍ଥକ ଆଶା ଅଟେ। ତ ସେ ଏଠାରେ କ'ଣ କହୁଛନ୍ତି? ସେ ଏଠାରେ କହୁଛନ୍ତି ଯେ ଯେତେବେଳେ କି ଗୋଟେ ପୁଞ୍ଜିବାଦ ସମାଜକୁ ସମାଜବାଦୀ ବା ସାମ୍ୟବାଦୀ ସମାଜ ଦ୍ୱାରା ଆମେ ତାକୁ ଚେଞ୍ଜ କରିଦେବା, ତାଦ୍ୱାରା ସବୁକିଛି ଅଟୋମେଟିକ୍ ପରିବର୍ତ୍ତନ ହେବ, ଏଭଳି ଭାବିବା ଆମର ଭୁଲ। କାହିଁକି ନା ଆମ ସମାଜରେ ହିଁ, କାହିଁକି ନା ସଭ୍ୟ ସମାଜ ହିଁ ସବୁକିଛି ଆଧିପତ୍ୟକୁ ଜାରି ରଖିବା ପାଇଁ ସଭ୍ୟ ସମାଜ ସକ୍ରିୟ ଭାବେ କାମ କରିଥାଏ। ତେଣୁ ଯେଉଁ ପର୍ଯ୍ୟନ୍ତ ଆମେ ସାମାଜିକ ମୂଲ୍ୟବୋଧକୁ ପରିବର୍ତ୍ତନ କରିନୁ, ଯେଉଁ ପର୍ଯ୍ୟନ୍ତ ଆମ ପରିବାର ବା ଧାର୍ମିକ ଅନୁଷ୍ଠାନ, ନାଗରିକ ସମାଜ ଏଗୁଡ଼ିକ ଭିତରେ ଯେଉଁ ପର୍ଯ୍ୟନ୍ତ ଆମେ ସାମାଜିକ ବା ସମାଜବାଦୀ ମୂଲ୍ୟବୋଧକୁ ଆମେ କ'ଣ ଶିକ୍ଷାଦାନ ଦେଇନୁ ବା ସେଠି ପରିବର୍ତ୍ତନ କରିନୁ, ସେ ପର୍ଯ୍ୟନ୍ତ ପୁଞ୍ଜିବାଦ ସମାଜର ମୂଳ ଉତ୍ପାଟନ ବା ପୁଞ୍ଜିବାଦ ସମାଜକୁ ଆମେ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିପାରିବା ନାହିଁ। ତେଣୁ ଆଧିପତ୍ୟକୁ ଯଦି ଆମେ ଦୂର କରିବା ପାଇଁ ଚାହୁଁଛୁ, ତାହେଲେ ଏଇ ନାଗରିକ ସମାଜକୁ ଆମେ ପ୍ରଥମେ ସଜାଡ଼ିବା ଦରକାର। କାରଣ ଏଇ ନାଗରିକ ସମାଜ ମାଧ୍ୟମରେ ହିଁ ପୁଞ୍ଜିବାଦୀ ସମାଜ ଲୋକମାନଙ୍କ ଉପରେ ନିଜର ଆଧିପତ୍ୟକୁ ବିସ୍ତାର କରିଥାନ୍ତି। ଗୋଟିଏ ହେଉଛି ରାଷ୍ଟ୍ର ମାଧ୍ୟମରେ, ଦ୍ୱିତୀୟ ହେଉଛି ନାଗରିକ ସମାଜ ବା ସଭ୍ୟ ସମାଜ ମାଧ୍ୟମରେ। ତେଣୁ ଯେଉଁ ପର୍ଯ୍ୟନ୍ତ ଏଇ ନାଗରିକ ସମାଜକୁ ଆମେ ସଂଶୋଧନ କରିନୁ ବା ପରିବର୍ତ୍ତନ କରିନୁ, ସେ ପର୍ଯ୍ୟନ୍ତ ଯେ ଆମେ ଆଶା କରିବା ଯେ ଆପେ ଆପେ ବାସ୍ତବ ସମାଜବାଦ ଜନ୍ମ ହେବ, ଏଇଟା ନିରର୍ଥକ। ତେଣୁ ପ୍ରଥମେ ଆମେ ନାଗରିକ ସମାଜ ବା ଅନୁଷ୍ଠାନ ଗୁଡ଼ିକର ମୂଲ୍ୟବୋଧକୁ ଆମେ ପରିବର୍ତ୍ତନ କରିବା ଦରକାର। ପରିବାରକୁ ଆମେ ପରିବର୍ତ୍ତନ କରିବା ଦରକାର, ଯଦ୍ୱାରା କି ଆମେ ବାସ୍ତବରେ ଜାଣିପାରିବା ଯେ ବାସ୍ତବରେ ପୁଞ୍ଜିପତିମାନେ କେଉଁ ଚାଲାକିରେ କେମିତି ବା କେଉଁ ରଣନୀତିରେ ଆମମାନଙ୍କୁ ଶାସନ କରୁଛନ୍ତି ବା ନିଜର ଆଧିପତ୍ୟକୁ ବିସ୍ତାର କରିଛନ୍ତି। ତେଣୁ ସେ ଶେଷରେ କହୁଛନ୍ତି ଯେ ମାର୍କ୍ସବାଦୀମାନଙ୍କୁ ବୁଝାଇବାକୁ ଯାଇ ଗ୍ରାମସି କହିଛନ୍ତି ଯେ ସେମାନେ ତାଙ୍କର ସଂଗ୍ରାମ ଅର୍ଥନୀତି ପ୍ରତି ନ କରି ସଂସ୍କୃତି, କଳା, ସାହିତ୍ୟ ଏବଂ ଦାର୍ଶନିକ ବକ୍ତୃତା ଉପରେ ଦୃଷ୍ଟିବୋଧ କରିବା ଆବଶ୍ୟକ। ବିପ୍ଳବୀମାନେ ସଭ୍ୟ ସମାଜର ସ୍ୱୟଂଶାସିତ ଅନୁଷ୍ଠାନ ଗୁଡ଼ିକୁ ଅନୁପ୍ରବେଶ କରି ଏକ ନୂତନ ଗଣ ସଚେତନତା ସୃଷ୍ଟି କରିବା ଦରକାର ଏବଂ ସମାଜବାଦର ମୂଲ୍ୟବୋଧକୁ ତାଙ୍କ ଭିତରେ ଦୃଢ଼ କରିବା ଦରକାର। ଗ୍ରାମସି ମୁଖ୍ୟତଃ ଜଣେ ମାନବବାଦୀ ଥିଲେ। ସେ କୌଣସି ପ୍ରକାର ଅତ୍ୟାଚାରକୁ ବିରୋଧ କରୁଥିଲେ। ବିପ୍ଳବ ମାଧ୍ୟମରେ ଏକ ଦମନମୂଳକ ରାଷ୍ଟ୍ର ପ୍ରତିଷ୍ଠା କରିବା ସେ ଚାହୁଁନଥିଲେ, ବରଂ ସବୁ ଅନୁଷ୍ଠାନ ଗୁଡ଼ିକୁ ଗଣତାନ୍ତ୍ରିକକରଣ କରିବାକୁ ସେ ଚାହୁଁଥିଲେ। ବାସ୍ତବରେ ସେ ରାଷ୍ଟ୍ରର ପ୍ରତିବଦଳରେ ଏକ ପରିଚାଳିତ ସମାଜ ଚାହୁଁଥିଲେ, ଯେଉଁଠାରେ ସମସ୍ତ ନିଷ୍ପତ୍ତି ସହମତିରେ ପ୍ରତିଫଳିତ ହେବ ଏବଂ ଦମନ ବା ବିପ୍ଳବ ବା ବଳର ପ୍ରୟୋଗ କରାଯିବ ନାହିଁ। ସେ ଚାହୁଁଥିଲେ ଯେ ଅର୍ଥନୈତିକ କ୍ଷେତ୍ରରେ ଆମେ କୌଣସି ପରିବର୍ତ୍ତନ ବା ସଂଗ୍ରାମ କରିବା ଆବଶ୍ୟକ ନାହିଁ। ଆମର ଆବଶ୍ୟକ ଯଦି ଅଛି, ତାହେଲେ ସଂସ୍କୃତି, କଳା, ସାହିତ୍ୟ, ଦାର୍ଶନିକମାନଙ୍କର ବକ୍ତୃତା, ସେମାନଙ୍କର ଚିନ୍ତାଧାରା, ଏଗୁଡ଼ିକରେ ଯଦି ଆମେ ଯାଞ୍ଚ କରିବାନି, ଏଗୁଡ଼ିକରେ ଯଦି ଆମେ କିଛି ପରିବର୍ତ୍ତନ ଆଣିବାନି, ସାମାଜିକ ମୂଲ୍ୟବୋଧ ବା ସମାଜବାଦୀ ମୂଲ୍ୟବୋଧକୁ ଆମେ ଯଦି ଜାଗରଣ ନ କରିବା, ଲୋକମାନଙ୍କୁ ସଚେତନ ନ କରିବା, ତାହେଲେ କୌଣସି ପରିବର୍ତ୍ତନ ହୋଇପାରିବନି। କାହିଁକିନା ସେ ଜଣେ ଯେହେତୁ ମାନବବାଦୀ ଥିଲେ, ସେ ଚାହୁଁଥିଲେ ସବୁ ଅନୁଷ୍ଠାନ ଗୁଡ଼ିକ ଗଣତାନ୍ତ୍ରିକ ମାଧ୍ୟମରେ ହେଉ, କିନ୍ତୁ ବାଧ୍ୟତାମୂଳକ ଭାବରେ ନ ହେଉ। ବିଶେଷ କରି ରାଷ୍ଟ୍ରକୁ ସେ ଗୋଟେ ଦମନମୂଳକ ରାଷ୍ଟ୍ର ଭାବେ ଗଢ଼ିବା ପାଇଁ ଚାହୁଁନଥିଲେ। ସେ ଚାହୁଁଥିଲେ ଏକ ସ୍ୱୟଂ ପରିଚାଳିତ ସମାଜ,
ଯେଉଁଠାରେ ସମସ୍ତ ନିଷ୍ପତ୍ତି ସହମତିରେ ପ୍ରତିଫଳିତ ହେବ, ଏଭଳି ଗୋଟେ ସେ ସମାଜ ଚାହୁଁଥିଲେ। ତ ଇଏ ଥିଲା ଗ୍ରାମସିଙ୍କର ବୈଧତା ବିଚାରଧାରା ବା ଚିନ୍ତାଧାରା, ଯାହା ଆମେ ଦେଖିଲୁ। ଏବଂ ସଂକ୍ଷିପ୍ତରେ ଯଦି ଆମେ କହିବା ଯେ ବୈଧତା ଚିନ୍ତାଧାରା ହେଉଛି ସେହି ଚିନ୍ତାଧାରା ଯାହା ମାଧ୍ୟମରେ କି ପୁଞ୍ଜିବାଦୀ ସମାଜରେ ପୁଞ୍ଜିପତିମାନେ ଦୁଇଟି ସ୍ତର ଦ୍ୱାରା, ଦୁଇଟି ସଂଗଠନ, ସର୍ବୋଚ୍ଚ ସଂଗଠନ, ସେଇ ଦୁଇଟି ସଂଗଠନ ଦ୍ୱାରା କେମିତି ଶାସନ କରୁଥାନ୍ତି। ଗୋଟେ ହେଉଛି ରାଜନୈତିକ ସମାଜ, ଯାହାକୁ କି ରାଷ୍ଟ୍ର ବୋଲି କୁହାଯାଏ। ଏହା ଦ୍ୱାରା ସେମାନେ ବଳ ପ୍ରୟୋଗ କରିକି ଆଧିପତ୍ୟ ବିସ୍ତାର କରିଥାନ୍ତି। ଏବଂ ଆଉ ଗୋଟିଏ ହେଉଛି ସଂଗଠନ ହେଉଛି ସଭ୍ୟ ସମାଜ, ଯାହାଦ୍ୱାରା କି ସେମାନେ ସହମତି ଆକାରରେ ଆଧିପତ୍ୟ ଜାହିର କରିଥାନ୍ତି। ଏ ଦୁଇଟି ମାଧ୍ୟମରେ ସେମାନେ ରାଷ୍ଟ୍ର ବା ଶାସକ ଗୋଷ୍ଠୀଙ୍କ ଉପରେ ବା ସେମାନଙ୍କର ଶାସନକୁ ବୈଧ ଭାବେ ଗ୍ରହଣ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦେଇଥାନ୍ତି। ତ ଇଏ ଥିଲା ଆଣ୍ଟୋନିଓ ଗ୍ରାମସିଙ୍କର ବୈଧତା ଚିନ୍ତାଧାରା। ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ତୁମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କର, ସେୟାର କର ଏବଂ ଆଉ କ'ଣ କହିବି, ମୋ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛ ସବସ୍କ୍ରାଇବ୍ କର। ମୁଁ ଦେଖୁଛି ବହୁତ ଗୁଡ଼ାଏ ଲୋକମାନେ ଭିଡ଼ିଓ ଦେଖନ୍ତି କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତିନି। ତ ମୋର ରିକ୍ୱେଷ୍ଟ ଏତିକି ହେବ ଯେ ଆପଣମାନଙ୍କର ସବସ୍କ୍ରିପସନ୍ ଯେତେବେଳେ ଆପଣ ସବସ୍କ୍ରାଇବ୍ କରିବେ ତାଦ୍ୱାରା ମୋର ବହୁତ ଉପକାର ହୋଇପାରିବ। ତେଣୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ କୁହନ୍ତୁ ସବସ୍କ୍ରାଇବ୍ କରିବା ପାଇଁ ଓ ମୋ ଚ୍ୟାନେଲଟିକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। So thank you for watching this video. In the next video I will discuss with Gramsci's concept or analysis of capitalist society. Bye.